ମୁଁ ସୁଶାନ୍ତ କୁମାର ଭଟ୍ଟ ଆମର କାଳିକାପ୍ରସାଦ ଗ୍ରାମ ପଞ୍ଚାୟତ ଆମ ବିଜୁ ଜନତା ଦଳର ଆମ ପ୍ରିୟ ବିଧାୟକ ଅଣ ଭାଇଙ୍କ ନେତୃତ୍ୱରେ ଆଜି ଆମ ପଞ୍ଚାୟତର 9ଟି ଗାଁ ଅଛି। ସେଇ 9ଖଣ୍ଡି ଗାଁର ସମସ୍ତ ମୁଖ୍ୟ କର୍ମୀମାନେ ଆସିଥିଲେ, ପୁରୁଖା ନେତାମାନେ ବି ଆସିଥିଲେ। ଆଉ ଆମ ନୟାଗଡ଼ ବ୍ଲକର କିଛି ସରପଞ୍ଚ ସମିତିସଭ୍ୟ କିଛି ପ୍ରତିନିଧିମାନେ ମଧ୍ୟ ଆସିଥିଲେ। ଆଜି 400ରୁ 500 କର୍ମୀ ଏଠି ଏକତ୍ରିତ ହୋଇଥିଲେ। ଆମ ବିଧାୟକଙ୍କ ସାଥିରେ ସବୁ ବିଷୟରେ ଆଲୋଚନା କଲେ ଏବଂ ବିଧାୟକ ସେମାନଙ୍କୁ ଏହି ସରକାର ଯେଉଁ ଚାଲିଛି, ଯେଉଁ ସରକାର ତାଙ୍କ ବିଷୟରେ ଲୋକମାନଙ୍କୁ କହିଲେ ଏବଂ ଆଗକୁ କେମିତି ସଂଗଠନ ରହିବ, ଆଗକୁ ସଂଗଠନ ଗଢ଼ିବା ବିଧାୟକ ଆମମାନଙ୍କୁ ବୁଝାଇଲେ। ଆମ ନୟାଗଡ଼ ବ୍ଲକର ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଏବଂ ଆମ ନୟାଗଡ଼ର ଜିଲ୍ଲା ପରିଷଦ ଭାଇମାନେ ଆସିଥିଲେ। ସରୋଜ ଭାଇ, ସୁବାସ ଭାଇ, କ୍ଷୀରୋଦ ଭାଇ ସେମାନେ ମଧ୍ୟ ଆସିଥିଲେ। ଆମ ନୟାଗଡ଼ ବ୍ଲକର ସଭାପତି ଭଞ୍ଜକିଶୋର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆଜି ଏହି ମିଟିଂଟା ସଫଳ ହୋଇଛି ଏବଂ ଆମର ଜିଲ୍ଲା ପରିଷଦ ଭାଇମାନେ ଏହି ବିଷୟରେ ବହୁତ କିଛି ଆଲୋଚନା କରି ଆମମାନଙ୍କୁ ଦଳର କେମିତି ଆଗକୁ ବଢ଼ାଇବା, କାଳିକାପ୍ରସାଦ ପଞ୍ଚାୟତ ଯେମିତି 1 ନମ୍ବର ଥିଲା ଏହି ବିଷୟରେ ଆମର ସମସ୍ତ ଜିଲ୍ଲା ପରିଷଦ ଭାଇମାନେ, ଆମର ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ଭଉଣୀ ଆଉ ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ କାଲ ଭାଇ ବି ଆସିଥିଲେ। ସିଏ ବି ସୁନ୍ଦର ଅଭିଭାଷଣ ରଖିଲେ ଏବଂ କାଳିକାପ୍ରସାଦ ପଞ୍ଚାୟତକୁ କେମିତି ଆଗକୁ ବଢ଼ିବ ସେ ବିଷୟରେ ସେ ବହୁତ କିଛି ବି ଆମକୁ ଉପଦେଶ ଦେଲେ। ସେଥିରେ ଆମର ଆମ ପଞ୍ଚାୟତର ଯୁବକ ବନ୍ଧୁମାନେ ଥିଲେ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ବି ଥିଲେ। ସେମାନେ ଆମ ବିଧାୟକଙ୍କ ସାଥିରେ ବିଭିନ୍ନ ପ୍ରକାର ଆଲୋଚନା କଲେ, କେମିତି ଏଇ ସମସ୍ୟାର କେମିତି ସମାଧାନ ହେବ ସେ ବିଷୟରେ ଆଲୋଚନା କଲେ ଏବଂ ବିଧାୟକ ମଧ୍ୟ ସେମାନଙ୍କୁ ବହୁତ ଭଲ ଭାବରେ ସୁନ୍ଦର ଭାବରେ ବୁଝାଇଲେ। ଲୋକମାନଙ୍କର କେମିତି ସେବା କରିବ ଏବଂ ପଞ୍ଚାୟତକୁ କେମିତି ଆଗକୁ ଆଗେଇ ନେବ ସେ ବିଷୟରେ ମଧ୍ୟ ସେ ଆମର ଯୁବକ ବନ୍ଧୁମାନଙ୍କ ସହିତ, ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିଥିଲେ।